ମଶାଣି ତାଙ୍କୁ ଦେବା ପାଇଁ ବି ମନା। ମଶାଣି ତାଙ୍କେ ଆଜି ଯାଏଁ ତାଙ୍କୁ ଖ୍ରୀଷ୍ଟିଆନ ମରି ନାହାନ୍ତି। ହିନ୍ଦୁ ମଲାଟା ସେଠି ତପା ହେଇଛି, ତା ବାପା ମା ହିନ୍ଦୁ। ଆମେ ଗ୍ରାମବାସୀ ମାନଙ୍କୁ ଅନୁରୋଧ କଲୁ ସେମାନେ ଭାଇଚାରା ବଜାୟ ରଖନ୍ତୁ, ଶାନ୍ତି ଶୃଙ୍ଖଳା ରକ୍ଷା କରନ୍ତୁ। ଯାହା ବି ଅସୁବିଧା ଅଛି ସେମାନେ ଆପୋଷ ବୁଝାମଣା ଭିତରେ ଗୋଟେ କନକ୍ଲୁଜନ ବାହାର କରନ୍ତୁ, ଯେପରି ଗାଁରେ ଶାନ୍ତି ବଜାୟ ରଖିବ ସେ ରୂପରେ ଆମେ ସହଯୋଗ କରିବା ପାଇଁ ଗାଁବାସୀଙ୍କୁ ଅନୁରୋଧ କଲୁ। ମୁଁ ଏବେ ବି ଗ୍ରାମବାସୀ ମାନଙ୍କୁ ଅନୁରୋଧ କରୁଛି ଶାନ୍ତି ବଜାୟ ରଖନ୍ତୁ, ଆପୋଷ ବୁଝାମଣା ମଧ୍ୟରେ କନକ୍ଲୁଜନ ବାହାର କରନ୍ତୁ। ପାଷ୍ଟରେ କୁହାଯାଇଥିଲା ଆଜ୍ଞା ଏଇ ଚର୍ଚ୍ଚ ବନ୍ଦ କର ବୋଲି। ସେଇ ଜାଗାରେ ଗୋଟେ ଚର୍ଚ୍ଚ ଥିଲା, ତାକୁ ହଟେଇଥିଲୁ। ହଟାଇଲା ପରେ ଆଦିବାସୀ ଲୋକମାନେ ଆଇଲା ପରେ ଆମେ 2 ଜଣ ଲେଖି ଗୋଟେ ବାଇଲ ଗୋଟେ କରିଥିଲୁ, କରିକି କେସ୍ ବି କରିବା ପାଇଁ ଯାଇଥିଲୁ। ସେ ସମୟରେ ଆସିକି ତାଙ୍କେ କହିଲେ କି ଆମେ କରିବୁ ନାହିଁ। ସେ ସମୟରେ 3 ଜଣ ଥିଲେ। ସେ 3 ଜଣ କହିଲେ ଆମେ 3 ଜଣ ରହିବୁ ଆଉ ଲୋକକୁ ଗୋଡ଼େଇବୁ ନାହିଁ। ସେ କଥା ବି କହିଥିଲେ। ଏବେ 3 ଜଣର 30 ଜଣ ଘର ହେଇଗଲାଣି ଆସିକି 10-15 ବର୍ଷ ଭିତରେ। ସମସ୍ତଙ୍କୁ ନମସ୍କାର। ଅନ୍ତର ଭାବରେ ପ୍ରେଜ୍ ଦ ଲର୍ଡ। ନୂତନ ଭିଡ଼ିଓରେ ଆପଣମାନଙ୍କୁ ମୁଁ ସ୍ୱାଗତ ଜଣାଏ। ଆପଣମାନେ ଇଣ୍ଟ୍ରୋ ଦେଖିକି ତ ଜାଣିପାରିଥିବେ ଆଜିର କେଉଁ ବିଷୟ ଉପରେ ଆମେ ଭିଡ଼ିଓ କରିବା ପାଇଁ ଯାଉଛୁ। ପୁଣି ଥରେ ଆଉ ଗୋଟେ ଗାଁରେ ବା ଗୋଟେ ଜାଗାରେ କୃଷ୍ଣଙ୍କର ଲୋକମାନଙ୍କୁ ଅତ୍ୟାଚାର କରାଯାଉଛି। କୌଣସି ଜାଗା ନିମନ୍ତେ, ତାଙ୍କର ରହିବାର ଜାଗା ନିମନ୍ତେ ତାଙ୍କୁ କ'ଣ କରୁଛନ୍ତି, କେଉଁଠାରେ ପ୍ରାର୍ଥନା କରୁଛନ୍ତି, କୌଣସିଠାରେ ପ୍ରେୟର ଯାଉଛନ୍ତି, ସେହିସବୁ ବିଷୟକୁ ନେଇକି ମଧ୍ୟ ଲୋକମାନେ ତାଳନା କରୁଛନ୍ତି। ଯେତେବେଳେ କି ସେ ଲୋକମାନେ କି ତାଙ୍କ ବିରୁଦ୍ଧରେ ବା ତାଙ୍କ ଏଗନେଷ୍ଟରେ ବା ତାଙ୍କୁ କୌଣସି କ୍ଷତି କରିପାରେ ଏହିପରି ବିଷୟ ସେମାନେ କେବେ ମଧ୍ୟ କରିନାହାନ୍ତି। ସେମାନେ ଏଥିପାଇଁ କରୁଛନ୍ତି ଯେ ସେମାନେ କ'ଣ ସବୁଦିନ ପ୍ରାର୍ଥନା ଯାଉଛନ୍ତି। ଯେଉଁ ଜାଗାରେ ଚର୍ଚ୍ଚଟା କରାଯାଇଛି ଆଗରେ ସେଇଟା କ'ଣ କରିଥିଲେ, ପୂଜା ପାଠ ସବୁ କରିକି ସେଇଟା ଜାଗାରେ ଏଇସବୁ ବିଷୟ କରାଯିବ। ତାଙ୍କେ ଆଗରୁ ସେଟା ଚିନ୍ତା କରୁଥିଲେ। ଯେତେବେଳେ ଏଇ ସମୟ ଯେଉଁଟା ଆସିଲା ସେମାନେ କ'ଣ କହୁଛନ୍ତି, ଚର୍ଚ୍ଚକୁ ଭାଙ୍ଗି ଦିଅନ୍ତୁ, ଅଲଗା ଜାଗାରେ ଯାଇକି ତୁମେ କ'ଣ କର ବା ନିଜ ଘର ଭିତରେ କର, ସେଟା ଠିକ୍ ଅଛି, ବଟ୍ ଚର୍ଚ୍ଚ ଭାଙ୍ଗି ଦିଅନ୍ତୁ, ଅନ୍ୟ ଜାଗାକୁ ନେଇକି କରନ୍ତୁ। ବଟ୍ ସେଇ ଜାଗା କେବଳ ଦରକାର, ଆଉ କେଉଁ ଜାଗା ହେଲେ ମଧ୍ୟ ଦରକାର ନାହିଁ। ଆପଣମାନେ ସେ ଭିଡ଼ିଓଟା ପୁଣି ଥରେ ଦେଖନ୍ତୁ। माटी देवता अच्छे परंपरा आदिवासी परंपरा जो माटी देवता बोले आज काली नुह ना प्राय 150 वर्ष 150 वर्ष रु आगो कथा सी जगार गोटे चर्च गोटे तैयार होती। तेणुक मझे आम गाँ बाला 7 पाली अच्छी लेंगड़ागुड़ा बालुगुड़ा चोटागुड़ा दुर्गागुड़ा मालपारा कोपेना सेमती आमर अच्छी समस्ते बस निष्पत्ति निगला डाक कर कहगला जे बाबूरे गत 3 वर्ष आगु चली सेमती कुआ बोलारे किंतु ई वर्षे आमको लास्ट पॉइंट गला 3 वर्ष जो पाठ मंडा सरला आमको माटी करे और 3 वर्ष आमको यज्ञ करबार अच्छी सहित तो आमर माटी देवतार माने ये बोलले आमे आमे आमको मनीष बोलिया दुसुना आमे तांकर शयतान परा जदि तांकर सीधी ये जदि चलबो बोले हमर देवा देवी सुट हेबो नै सीटा लाग करी हमको तांगे तुम अलग जगह करंतु किंतु इटी खरा हो नै एटा तुमको अलग जगह नेबा पड़बो तांके कुआ हेतिला। ଦେଖନ୍ତୁ ସେଠାର ପୂଜାରୀ ବା ଯେକୌଣସି ଲୋକ ମଧ୍ୟ ଆସିଥିଲେ, ଯେଉଁ ଗୁରୁକୁ ଡାକିଥିଲେ, ସେମାନେ କହୁଛନ୍ତି ମାନେ ଗୁରୁ କ'ଣ କହୁଛି ଜଣାପଡ଼ୁନାହିଁ। ତାଙ୍କେ କ'ଣ କହିବା ପାଇଁ ଯାଉଛନ୍ତି କ'ଣ ନାହିଁ। ଭାଇ ଏତେ ସବୁ କ'ଣ ସେଇ ଜାଗା କେବଳ ନେଲେ ହେବ କି? ଅନ୍ୟ ଜାଗା ମଧ୍ୟ ଅଛି ନା, ସେଇ ଜାଗାକୁ ମଧ୍ୟ ସେ ଯାଇକି ଆପଣମାନେ ପୂଜା କରନ୍ତୁ ବା ଯୋଉଟା ମଧ୍ୟ କରିପାରନ୍ତୁ। ମାନେ ଯେଉଁ ଜାଗାରେ ଚର୍ଚ୍ଚଟା ବନା ହେଇଛି ସେଇ ଜାଗାକୁ ଯାଇକି ମଧ୍ୟ ସେଟା କଲେ ସେଇ ବିଷୟ କଲେ ଏକା ହେବ କି? ନାଇଁ ନା। ପୁଣି ଥରେ ଆପଣମାନେ ଗୋଟେ ଭିଡ଼ିଓ ଦେଖନ୍ତୁ ଆଉଛୁ। ମଶାଣି ତାଙ୍କୁ ଦେବା ପାଇଁ ବି ମନା। ମଶାଣି ତାଙ୍କେ ଆଜି ଯାଏଁ ତାଙ୍କୁ ଖ୍ରୀଷ୍ଟିଆନ ମରି ନାହାନ୍ତି। ହିନ୍ଦୁ ମଲାଟା ସେଠି ତପା ହେଇଛି, ତା ବାପା ମା ହିନ୍ଦୁ। ଆଜ୍ଞାଟା କହୁଛନ୍ତି ବର୍ତ୍ତମାନ ସୁଦ୍ଧା କେହି ମଧ୍ୟ ଖ୍ରୀଷ୍ଟିଆନ ଲୋକମାନେ ଏଇ ଗାଁରେ ମରିନାହାନ୍ତି। ଆଉ ଯେଉଁଟା ଲୋକମାନେ ସମାଧି କରିଛନ୍ତି ବା ଯେଉଁ ଲୋକମାନେ ତାଙ୍କ ଯେଉଁ ବିଜାତି ଲୋକମାନେ ଯାଇକି ସେଠାରେ କ'ଣ କରୁଛନ୍ତି, ଉଡ଼ଉଛନ୍ତି ବା ଯେକୌଣସି ବିଷୟ କରୁଛନ୍ତି, ସେଠାରେ ଆମେ କ'ଣ କରିବୁ ନାହିଁ, ତାଙ୍କୁ ଜାଗା ଦେବୁ ନାହିଁ। ଭାଇ ଏସବୁ ବିଷୟ କେଉଁଠୁ ଆସିଲା? ତାଙ୍କେ ଯଦି କ'ଣ ହେଉଛନ୍ତି ବୋଲି କହିଲେ ଆମେ ସେଠୁ ଜାଗା ଦେବୁ ନାହିଁ। ତାଙ୍କେ ଅଲଗା କୌଣସି ଜାଗାକୁ ନେଇକି ତାଙ୍କୁ କ'ଣ କରନ୍ତୁ, ସେ ସବୁକୁ ପତନ୍ତୁ। ବଟ୍ ଆମେ ସେଟାକୁ ସେଇ ମଶାଣିକୁ କ'ଣ କରିବୁ, ତାଙ୍କୁ ଆମେ ଦେବୁ ନାହିଁ। ମାନେ ଗୋଟିଏ 2ଟା ଘର କେବଳ ରହିଅଛନ୍ତି, ଆଉ ଅନେକ କଥା କହୁଛନ୍ତି। ଯଦି ସେମାନେ ଏବେ ଯଦି ଇଚ୍ଛା କରୁଛନ୍ତି ବୋଲି କହିଲେ ତାଙ୍କୁ କ'ଣ ହୁଅନ୍ତୁ, ପୁଣି ଥରେ ବାପାସ କ'ଣ କରନ୍ତୁ, ପୁଣି ଥରେ ଏଇ ଧର୍ମକୁ ବାହାରି ଆସନ୍ତୁ। ନହେଲେ
ଗେଟ୍ ଆଉଟ୍, ଚାଲ ଭାଗ। କାଟାପଡ଼ି ଦ୍ୱାରା ତାର ଭାଗ କ'ଣ, ଆଉ କିଛି ନାହିଁ। ଆଉ ଏ ଯେଉଁ ଗାଁରେ ହେଉଛି ନା ଉମରକୋଟ କୋରାପୁଟ ଯେଉଁଟା ଯେଉଁ ବିଷୟ ହେଉଛି, ଆପଣ ତାଙ୍କ ପାଇଁ ମୋତେ ପ୍ରାର୍ଥନା କରନ୍ତୁ ଯେମିତିକି ତାହାର ସବୁ ସମସ୍ୟା କେମିତିକି ସମାଧାନ ହେଇପାରିବ, ଲୋକମାନେ ଯେମିତି ଜାଣିପାରିବେ ଆଉ ବୁଝିପାରିବେ। ଆଉ ଯେଉଁ ଲୋକମାନେ ପ୍ରଭୁଙ୍କୁ ପାଇଛନ୍ତି ତାଙ୍କ ପାଇଁ ମଧ୍ୟ ପ୍ରାର୍ଥନା କର, ତାଙ୍କେ ମଧ୍ୟ ଯେପରି ଧୈର୍ଯ୍ୟ ଧରିକି ରହିପାରିବେ ଆଉ ବିଚଳିତ ଯେମିତି ନ ହେବେ। ଆମେନ୍।